ओम शांति 13 जून 2025 प्रातः मुरली शिव भगवान कर मधुर महाभाग्य। शिव बाबा कहते मिठे बच्चे, यही बेहद खेଳରେ तुमे आत्मा रूपी अभिनेता माने पाटधारी अट। तुम मानकर निवास स्थान हेउछि स्वीट साइलेंस होम अर्थात शांतिधाम, जेउठाकू एबे जिबाकू हेबो। यही बेहदर खेଳରେ तुमे आत्मा रूपी अभिनेता माने पाटधारी अट। तुम मानकर निवास स्थान हेउछि स्वीट साइलेंस होम अर्थात शांतिधाम, जेउठाकू एबे जिबाकू हेबो। प्रश्न, ଯେଉଁମାନେ ଡ୍ରାମାର ଖେଳକୁ ଯଥାର୍ଥ ଭାବରେ ଜାଣିଛନ୍ତି ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରି ପାରିବ ନାହିଁ? ଯେଉଁମାନେ ଡ୍ରାମାର ଖେଳକୁ ଯଥାର୍ଥ ଭାବରେ ଜାଣିଛନ୍ତି ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରି ପାରିବ ନାହିଁ? ଉତ୍ତର, ଏହା ଏପରି ହୋଇନଥିଲେ ଏପରି ହୋଇଥାନ୍ତା, ଏପରି ହେବା ଉଚିତ ନୁହେଁ। ଡ୍ରାମାର ଖେଳକୁ ଜାଣିଥିବା ଆତ୍ମାମାନେ ଏପରି ଶବ୍ଦ କେବେ ବି କହିବେ ନାହିଁ। ତୁମେ ପିଲାମାନେ ଜାଣିଛ, ଏହି ଡ୍ରାମାର ଖେଳ ଉଙ୍କୁଣି ସଦୃଶ ଧୀରେ ଧୀରେ ଘୂରି ଚାଲିଛି। ଯାହା କିଛି ହେଉଛି ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ। ଓମ୍ ଶାନ୍ତି। ବାବା ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି, ତେଣୁ ପିଲାମାନଙ୍କୁ ନିଜର ପରିଚୟ ମଧ୍ୟ ମିଳିଯାଉଛି। ସବୁ ସନ୍ତାନମାନେ ବହୁତ ସମୟ ଦେହ ଅଭିମାନୀ ହୋଇ ରହୁଛନ୍ତି। ଯଦି ଦେହୀ ଅଭିମାନୀ ହୋଇଥାନ୍ତେ ତେବେ ବାବାଙ୍କର ଯଥାର୍ଥ ପରିଚୟ ମଧ୍ୟ ଜାଣିଥାନ୍ତେ, କିନ୍ତୁ ଡ୍ରାମାରେ ଏପରି ନାହିଁ। ଯଦିଓ କହୁଛନ୍ତି ଯେ ଭଗବାନ ଗଡ଼ଫାଦର ରଚୟିତା ଅଟନ୍ତି, କିନ୍ତୁ ତାଙ୍କୁ ଜାଣିନାହାନ୍ତି। ଶିବଲିଙ୍ଗର ଚିତ୍ର ମଧ୍ୟ ରହିଛି, କିନ୍ତୁ ସେ ତ ଏତେ ବଡ଼ ନୁହନ୍ତି। ଯଥାର୍ଥ ଭାବରେ ନ ଜାଣିବା କାରଣରୁ ବାବାଙ୍କୁ ଭୁଲି ଯାଇଛନ୍ତି। ବାବା ରଚୟିତା, ତେଣୁ ସିଏ ନିଶ୍ଚୟ ନୂଆ ଦୁନିଆ ହିଁ ରଚନା କରିବେ। ତେବେ ନିଶ୍ଚୟ ଆମମାନଙ୍କୁ ନୂଆ ଦୁନିଆର ରାଜଧାନୀର ବର୍ଷା ମିଳିବା ଦରକାର। ସ୍ୱର୍ଗର ନାମ ମଧ୍ୟ ଭାରତରେ ପ୍ରସିଦ୍ଧ, କିନ୍ତୁ କେହି କିଛି ହେଲେ ବୁଝୁନାହାନ୍ତି। କହୁଛନ୍ତି ଅମୁକ ମରିଗଲା, ସ୍ୱର୍ଗକୁ ଗଲା। ତେବେ ଏପରି କ'ଣ କେବେ ହୋଇଥାଏ? ଏବେ ତୁମେମାନେ ବୁଝିପାରୁଛ, ଆମେ ସବୁ ତୁଚ୍ଛ ବୁଦ୍ଧି ଥିଲୁ। କ୍ରମାନୁଯାୟୀ ତ ନିଶ୍ଚିତ କୁହାଯିବ। ଏହି ସୃଷ୍ଟିରେ ଯିଏ ମୁଖ୍ୟ ତାଙ୍କ ପାଇଁ ହିଁ କୁହାଯାଉଛି ଯେ ମୁଁ ଏହାଙ୍କ ବହୁତ ଜନ୍ମର ଅନ୍ତିମ ଶରୀରରେ ଆସୁଛି। ତେଣୁ ଇଏ ହେଲେ ନମ୍ବର 1। ତୁମେମାନେ ଜାଣୁଛ ଯେ ଏବେ ଆମେ ତାଙ୍କର ସନ୍ତାନ ବ୍ରାହ୍ମଣ ହୋଇଗଲୁ। ଏସବୁ ହେଲା ବୁଦ୍ଧିର କଥା। ବାବା ଏତେ ସମୟ ଧରି ବୁଝାଇ ଆସୁଛନ୍ତି, ନଚେତ ବାବାଙ୍କୁ ଚିହ୍ନିବା ତ 1 ସେକେଣ୍ଡର କଥା। ବାବା କହୁଛନ୍ତି, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ଥରେ ନିଶ୍ଚୟ ହୋଇଗଲେ ଆଉ କୌଣସି କଥାରେ ପ୍ରଶ୍ନ ଉଠିପାରିବ ନାହିଁ। ବାବା ବୁଝାଇଛନ୍ତି, ତୁମେମାନେ ଶାନ୍ତିଧାମରେ ଥିବା ସମୟରେ ପବିତ୍ର ଥିଲ। ଏକଥା ମଧ୍ୟ ତୁମେମାନେ ବାବାଙ୍କ ଦ୍ୱାରା ହିଁ ଶୁଣୁଛ। ଅନ୍ୟ କେହି ଏକଥା ଶୁଣାଇ ପାରିବେ ନାହିଁ। ତୁମେ ଜାଣିଛ ଆମ ଆତ୍ମାମାନଙ୍କର ନିବାସ ସ୍ଥାନ କେଉଁଠି? ଯେପରି ନାଟକର ଅଭିନେତାମାନେ କହିଥାନ୍ତି ଯେ ଆମେ ଏହି ସ୍ଥାନର ନିବାସୀ ଅଟୁ। କପଡ଼ା ବଦଳାଇ ଷ୍ଟେଜକୁ ଆସିଯାଇଥାନ୍ତି। ଏବେ ତୁମେମାନେ ଜାଣୁଛ ଯେ ଆମେ ଏଠାକାର ନିବାସୀ ନୁହେଁ, ଏହା ଏକ ନାଟକଶାଳା ଅଟେ। ଏକଥା ଏବେ ବୁଦ୍ଧିରେ ଆସୁଛି ଯେ ଆମେ ବ୍ରହ୍ମଲୋକର ନିବାସୀ ଅଟୁ, ଯାହାକୁ ସ୍ୱୀଟ୍ ସାଇଲେନ୍ସ ହୋମ୍ କୁହାଯାଉଛି। ସମସ୍ତେ ଶାନ୍ତି ଏଥିପାଇଁ ଚାହୁଁଛନ୍ତି କାହିଁକିନା ଆତ୍ମା ଦୁଃଖୀ ହୋଇଯାଇଛି। ତେଣୁ କହୁଛନ୍ତି ଆମେ କିପରି ଘରକୁ ଫେରିବୁ। ଘରର ଠିକଣା ନଥିବା କାରଣରୁ ଏଣେ ତେଣେ ଘୂରି ବୁଲୁଛନ୍ତି। ଏବେ ତୁମେମାନେ ବାଟବଣା ହେବାରୁ ମୁକ୍ତ ହୋଇଯାଉଛ। ତୁମେ ଜାଣିଗଲଣି, ବାସ୍ତବରେ ଏବେ ଆମକୁ ଘରକୁ ଯିବାକୁ ହେବ। ମୁଁ ଆତ୍ମା କେତେ ଛୋଟ ବିନ୍ଦୁ, ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ, ଯାହାକୁ ପ୍ରକୃତି କୁହାଯାଉଛି।
ଏତେ ଛୋଟ ବିନ୍ଦୁରେ କେତେ ପାଠ ଭରି ରହିଛି। ପରମ ପିତା ପରମାତ୍ମା କିପରି ପାଠ କରୁଛନ୍ତି ଏକଥା ମଧ୍ୟ ତୁମେ ଜାଣିଗଲଣି। ମୁଖ୍ୟ ପାଠଧାରୀ ସେ ହିଁ ଅଟନ୍ତି। କାରଣ କରନ କରାବନ ହାର ବା କରି କରାଇବା ବାଲା ଅଟନ୍ତି ନା। ଏବେ ମିଠା ମିଠା ସନ୍ତାନମାନଙ୍କ ବୁଦ୍ଧିରେ ଆସୁଛି ଯେ ଆମେ ଆତ୍ମାମାନେ ଶାନ୍ତିଧାମରୁ ଆସୁଛୁ। ଆତ୍ମାମାନେ କ'ଣ ନୂଆ ବାହାରୁଛନ୍ତି ଯିଏକି ଶରୀରରେ ପ୍ରବେଶ କରୁଛନ୍ତି? ନା, ଆତ୍ମାମାନେ ସମସ୍ତେ ସୁଇଟ୍ ହୋମରେ ରହୁଛନ୍ତି। ସେଠାରୁ ଅଭିନୟ କରିବା ପାଇଁ ଏଠାକୁ ଆସୁଛନ୍ତି। ସମସ୍ତଙ୍କୁ ପାଠ କରିବାକୁ ହେବ। ଏହା ହେଉଛି ଖେଳ। ଏହି ସୂର୍ଯ୍ୟ ଚନ୍ଦ୍ର ତାରା ଆଦି କ'ଣ? ଏମାନେ ସବୁ ବତି ବା ଆଲୋକ ଅଟନ୍ତି, ଯେଉଁଥିରେ ରାତି ଏବଂ ଦିନର ଖେଳ ଚାଲୁଛି। କେତେକ କହୁଛନ୍ତି ସୂର୍ଯ୍ୟ ଦେବତାୟ ନମଃ, ଚନ୍ଦ୍ରମା ଦେବତାୟ ନମଃ। କିନ୍ତୁ ବାସ୍ତବରେ ଏମାନେ କୌଣସି ଦେବତା ନୁହନ୍ତି। ଏହି ଖେଳ ବିଷୟରେ କାହାକୁ ଜଣା ନାହିଁ। ସୂର୍ଯ୍ୟ ଚନ୍ଦ୍ରଙ୍କୁ ମଧ୍ୟ ଦେବତା କହିଦେଉଛନ୍ତି। ବାସ୍ତବରେ ଏମାନେ ସାରା ବିଶ୍ୱ ନାଟକ ପାଇଁ ବତି ବା ଆଲୋକ ଅଟନ୍ତି। ଆମେ ସୁଇଟ୍ ସାଇଲେନ୍ସ ହୋମର ନିବାସୀ ଅଟୁ। ଏଠାରେ ଆମେ ଅଭିନୟ କରୁଛୁ। ଏହି ଚକ୍ର ଉଙ୍କୁଣି ସଦୃଶ ଧୀରେ ଧୀରେ ଘୂରି ଚାଲିଛି। ଯାହା କିଛି ହେଉଛି ଡ୍ରାମାରେ ନିର୍ଦ୍ଧାରିତ ରହିଛି। ଏପରି କହିବା ଅନୁଚିତ ଯେ ଏଭଳି ନ ହୋଇଥିଲେ ଏଭଳି ହୋଇଥାନ୍ତା। ଏହା ତ ଡ୍ରାମା ଅଟେ ନା। ଉଦାହରଣ ସ୍ୱରୂପ ଯେପରି ତୁମର ମା ବା ମାମା ଥିଲେ, ଖିଆଲରେ ନଥିଲା ଯେ ଚାଲିଯିବେ। ଆଚ୍ଛା, ଶରୀର ଛାଡ଼ିଦେଲେ। ଡ୍ରାମା। ଏବେ ନିଜର ନୂଆ ପାର୍ଟ ବଜାଉଛନ୍ତି। ଚିନ୍ତାର କୌଣସି କଥା ନାହିଁ। ଏଠାରେ ତୁମ ସମସ୍ତଙ୍କ ବୁଦ୍ଧିରେ ଅଛି ଯେ ଆମେ ହେଉଛୁ ଅଭିନେତା। ଏହା ହାରିବା ବା ଜିତିବାର ଖେଳ ଅଟେ। ଏହି ହାର ଜିତର ଖେଳ ମାୟା ଉପରେ ଆଧାରିତ। ମାୟାଠାରୁ ହାରିଲେ ହାର, ମାୟାଠାରୁ ଜିତିଲେ ଜିତ। ଏକଥା ତ ସମସ୍ତେ ଗାଉଛନ୍ତି, କିନ୍ତୁ ବୁଦ୍ଧିରେ ଜ୍ଞାନ ଟିକିଏ ହେଲେ ବି ନାହିଁ। ତୁମେ ଜାଣିଛ ମାୟା କି ପ୍ରକାର ଜିନିଷ? ଇଏ ତ ରାବଣ ଅଟେ, ଯାହାକୁ ହିଁ ମାୟା କୁହାଯାଉଛି। ଧନକୁ ସମ୍ପତ୍ତି ବୋଲି କୁହାଯାଏ। ଧନକୁ ମାୟା କୁହାଯିବ ନାହିଁ। ମନୁଷ୍ୟ ଭାବୁଛନ୍ତି ଏହାଙ୍କ ପାଖରେ ବହୁତ ଧନ ଅଛି, ତେଣୁ କହିଦେଉଛନ୍ତି ମାୟାର ନିଶା ଅଛି। କିନ୍ତୁ ବାସ୍ତବରେ ମାୟାର ନିଶା ଥାଏ କି? ମାୟାକୁ ତ ଆମେ ଜିତିବାକୁ ଚେଷ୍ଟା କରୁଛୁ। ତେଣୁ ଏଥିରେ କୌଣସି କଥାରେ ସଂଶୟ ଆସିବା ଉଚିତ ନୁହେଁ। ଅବସ୍ଥା ଦୁର୍ବଳ ହେବା କାରଣରୁ ହିଁ ସଂଶୟ ଉଠିଥାଏ। ଏବେ ଭଗବାନ ଉବାଚ କାହା ପ୍ରତି? ଆତ୍ମାମାନଙ୍କ ପ୍ରତି। ଭଗବାନ ତ ନିଶ୍ଚୟ ଶିବ ହିଁ ହେବା ଉଚିତ, ଯିଏକି ଆତ୍ମାମାନଙ୍କ ପ୍ରତି କହିବେ। କୃଷ୍ଣ ତ ହେଉଛନ୍ତି ଦେହଧାରୀ। ସେ ଆତ୍ମାମାନଙ୍କ ପ୍ରତି କିପରି କହିବେ? ତୁମକୁ କୌଣସି ଦେହଧାରୀ ଜ୍ଞାନ ଶୁଣାଉନାହାନ୍ତି। ବାବାଙ୍କର ତ ଦେହ ନାହିଁ, ଆଉ ସମସ୍ତଙ୍କର ତ ଦେହ ଅଛି। ଯାହାଙ୍କର ପୂଜା କରୁଛନ୍ତି ତାଙ୍କୁ ମନେ ପକାଇବା ତ ସହଜ ନା। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଦେବତା କୁହାଯିବ। ଶିବଙ୍କୁ ଭଗବାନ କହୁଛନ୍ତି। ଉଚ୍ଚରୁ ଉଚ୍ଚ ଭଗବାନ, ତାଙ୍କର ଦେହ ନାହିଁ। ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଯେତେବେଳେ ତୁମେ ଆତ୍ମାମାନେ ବ୍ରହ୍ମଲୋକରେ ଥିଲ, ସେତେବେଳେ ତୁମର ଦେହ ଥିଲା କି? ନା, ତୁମେ ଆତ୍ମାମାନେ ହିଁ ଥିଲ। ଏହି ବାବା ମଧ୍ୟ ଆତ୍ମା ଅଟନ୍ତି। କେବଳ ସେ ପରମ ଅଟନ୍ତି। ତାଙ୍କର ଅଭିନୟର ଗାୟନ କରାଯାଉଛି। ସିଏ ମଧ୍ୟ ଏଠାରେ ଅଭିନୟ କରି ଯାଇଛନ୍ତି। ସେଥିପାଇଁ ପୂଜା ହେଉଛି। କିନ୍ତୁ ଜଣେ ହେଲେ ମନୁଷ୍ୟ ନାହିଁ ଯାହାଙ୍କୁ ଏକଥା ଜଣାଥିବ। 5000 ବର୍ଷ ପୂର୍ବରୁ ମଧ୍ୟ ପରମ ପିତା ପରମାତ୍ମା ରଚୟିତା ଆସିଥିଲେ। ସିଏ ହିଁ ହେଭିନ୍ଲି ଗଡ୍ ଫାଦର, ଈଶ୍ୱରୀୟ ପିତା, ସ୍ୱର୍ଗୀୟ ପିତା ଅଟନ୍ତି। ପ୍ରତ୍ୟେକ 5000 ବର୍ଷ ପରେ କଳ୍ପର ସଙ୍ଗମରେ ସେ ଆସିଥାନ୍ତି। କିନ୍ତୁ କଳ୍ପର ଆୟୁଷ ଲମ୍ବା ଚଉଡ଼ା କରିଦେବା କାରଣରୁ ସବୁ ଭୁଲି ଯାଇଛନ୍ତି। ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି। ତୁମେ ନିଜେ କହୁଛ ଯେ ବାବା, ଆମେ ଆପଣଙ୍କ ସହିତ କଳ୍ପ କଳ୍ପ ମିଶୁଛୁ ଏବଂ ଆପଣଙ୍କଠାରୁ ବର୍ଷା ନେଉଛୁ। ପୁଣି କିପରି ହରାଉଛୁ ଏକଥା ବୁଦ୍ଧିରେ ଅଛି। ଜ୍ଞାନ ତ ଅନେକ ପ୍ରକାରର ରହିଛି,
କିନ୍ତୁ ଜ୍ଞାନର ସାଗର ଭଗବାନକୁ ହିଁ କୁହାଯାଉଛି। ଏକଥା ଏବେ ସମସ୍ତେ ବୁଝୁଛନ୍ତି ଯେ ବିନାଶ ନିଶ୍ଚୟ ହେବ। ପୂର୍ବରୁ ମଧ୍ୟ ବିନାଶ ହୋଇଥିଲା। କିପରି ହୋଇଥିଲା ଏକଥା କାହାକୁ ବି ଜଣା ନାହିଁ। ଶାସ୍ତ୍ରରେ ତ ବିନାଶ ବିଷୟରେ କ'ଣ କ'ଣ ସବୁ ଲେଖିଦେଇଛନ୍ତି। ପାଣ୍ଡବ ଏବଂ କୌରବଙ୍କର ଯୁଦ୍ଧ କିପରି ହୋଇପାରିବ? ଏବେ ତୁମେ ବ୍ରାହ୍ମଣମାନେ ସଙ୍ଗମ ଯୁଗରେ ଅଛ। ବ୍ରାହ୍ମଣମାନଙ୍କର ତ କୌଣସି ଲଢ଼େଇ ହେଉନାହିଁ। ବାବା କହୁଛନ୍ତି ତୁମେମାନେ ମୋର ସନ୍ତାନ, ନନ୍ ଭାୟୋଲେନ୍ସ ଡବଲ ଅହିଂସକ ଅଟ। ଏବେ ତୁମେମାନେ ନିର୍ବିକାରୀ ଅର୍ଥାତ୍ ପବିତ୍ର ହେଉଛ। ତୁମେମାନେ ହିଁ ବାବାଙ୍କ ଠାରୁ କଳ୍ପକଳ୍ପ ବର୍ଷା ନେଉଛ। ଏଥିରେ କୌଣସି ଅସୁବିଧାର କଥା ନାହିଁ। ଜ୍ଞାନ ତ ବହୁତ ସହଜ। 84 ଜନ୍ମର ଚକ୍ର ତୁମମାନଙ୍କ ବୁଦ୍ଧିରେ ଅଛି। ଏବେ ନାଟକ ପୂରା ହେବାକୁ ଯାଉଛି। ବାକି ଅଳ୍ପ ସମୟ ରହିଛି। ତୁମେ ଜାଣିଛ ଏବେ ଏପରି ସମୟ ଆସିବ ଯେ ସାହୁକାରଙ୍କୁ ମଧ୍ୟ ଖାଦ୍ୟଶସ୍ୟ ମିଳିବ ନାହିଁ, ପାଣି ମିଳିବ ନାହିଁ। ଏହାକୁ କୁହାଯାଉଛି ଦୁଃଖର ପାହାଡ଼, ନିର୍ଦ୍ଦୋଷୀ ହତ୍ୟାର ଖେଳ ଅଟେ ନା? ଏତେ ସବୁ ସମାପ୍ତ ହୋଇଯିବ। କେହି ଭୁଲ କଲେ ତାଙ୍କୁ ଦଣ୍ଡ ମିଳିଥାଏ। ଏମାନେ କ'ଣ ଭୁଲ କରିଛନ୍ତି? କେବଳ ଗୋଟିଏ ଭୁଲ କରିଛନ୍ତି, ଯାହାକି ବାବାଙ୍କୁ ଭୁଲି ଯାଇଛନ୍ତି। ତୁମେମାନେ ତ ବାବାଙ୍କ ଠାରୁ ରାଜତ୍ୱ ନେଉଛ। ବାକି ମନୁଷ୍ୟ ତ ଭାବୁଛନ୍ତି ମରିବୁ ହିଁ ମରିବୁ। ମହାଭାରତ ଲଢ଼େଇ ଆରମ୍ଭ ହେବା ମାତ୍ରେ ମରିଯିବେ। ତୁମେ ତ ବଞ୍ଚିଛ ନା? ତୁମେ ଏହି ପାଠପଢ଼ାର ଶକ୍ତି ଦ୍ୱାରା ଟ୍ରାନ୍ସଫର ହୋଇ ଅମର ଲୋକକୁ ଯାଉଛ। ପାଠପଢ଼ାକୁ ରୋଜଗାରର ପନ୍ଥା କୁହାଯାଉଛି। ଶାସ୍ତ୍ରମାନଙ୍କର ମଧ୍ୟ ପଢ଼ା ରହିଛି। ସେଥିରୁ ମଧ୍ୟ ରୋଜଗାର ହୋଇଥାଏ। କିନ୍ତୁ ତାହା ହେଉଛି ଭକ୍ତିର ପାଠପଢ଼ା। ଏବେ ବାବା କହୁଛନ୍ତି ମୁଁ ତୁମକୁ ଏହି ଲକ୍ଷ୍ମୀ ନାରାୟଣଙ୍କ ସଦୃଶ କରୁଛି। ତୁମେମାନେ ଏବେ ସ୍ୱଚ୍ଛ ବୁଦ୍ଧି ହେଉଛ। ତୁମେମାନେ ଜାଣିଛ ଆମେ ଉଚ୍ଚରୁ ଉଚ୍ଚ ହେଉଛୁ, ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଓହ୍ଲାଉଛୁ। ଦୁନିଆ ନୂଆରୁ ପୁରୁଣା ହୋଇଥାଏ। ସିଢ଼ି ନିଶ୍ଚୟ ଓହ୍ଲାଇବାକୁ ପଡ଼ିବ ନା? ଏବେ ସୃଷ୍ଟିର ମଧ୍ୟ ଅବତରଣ କଳା ଅଟେ। ଆରୋହଣ ବା ଚଢ଼ିବା କଳା ଥିବା ସମୟରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, ସ୍ୱର୍ଗ ଥିଲା। ଏବେ ନର୍କ ହୋଇଯାଇଛି। ଏବେ ତୁମେ ପୁନର୍ବାର ପୁରୁଷାର୍ଥ କରୁଛ। ସ୍ୱର୍ଗବାସୀ ହେବା ପାଇଁ ବାବା ବାବା କହି ଚାଲିଛ ଓ ଗଡ଼ଫାଦର କହି ଡାକୁଛନ୍ତି। କିନ୍ତୁ ଏକଥା ବୁଝୁନାହାନ୍ତି ଯେ ସେହି ଆତ୍ମାମାନଙ୍କର ପିତା ଉଚ୍ଚରୁ ଉଚ୍ଚ ଅଟନ୍ତି। ଆମେ ତାଙ୍କର ସନ୍ତାନ ହୋଇ ଦୁଃଖୀ କାହିଁକି ହେଉଛୁ? ଏବେ ତୁମେମାନେ ବୁଝିପାରୁଛ। ଦୁଃଖୀ ମଧ୍ୟ ହେବାକୁ ପଡ଼ିବ। ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା? ଜିତିବାରେ ସୁଖ, ହାରିବାରେ ଦୁଃଖ ରହିଛି। ବାବା ରାଜ୍ୟ ଦେଇଥିଲେ, ରାବଣ ଛଡ଼ାଇ ନେଲା। ଏବେ ତୁମ ବୁଦ୍ଧିରେ ଅଛି। ବାବାଙ୍କ ଠାରୁ ଆମକୁ ସ୍ୱର୍ଗର ବର୍ଷା ମିଳିଆସୁଛି। ବାବା ଆସିଛନ୍ତି। ତେଣୁ ଏବେ କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଯାହାଦ୍ୱାରା ପାପ କଟିଯିବ। ଜନ୍ମ ଜନ୍ମାନ୍ତରର ବୋଝ ମୁଣ୍ଡ ଉପରେ ରହିଛି ନା? ଏକଥା ମଧ୍ୟ ତୁମେ ଜାଣିଛ। ତୁମେ ବହୁତ ଦୁଃଖୀ ହେଉନାହଁ। କିଛି ସୁଖ ମଧ୍ୟ ଅଛି, ଅଟାରେ ଲୁଣ ସଦୃଶ, ଯାହାକୁ କାକ ବିଷ୍ଟା ସମାନ ସୁଖ କୁହାଯାଉଛି। ତୁମେ ଜାଣିଛ ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି એકમાત્ર ବାବା। ଜଗତର ଗୁରୁ ମଧ୍ୟ ଏକ ଅଟନ୍ତି। ବାନପ୍ରସ୍ଥ ସମୟରେ ଗୁରୁ କରାଯାଏ। ଏବେ ତ ଛୋଟ ପିଲାଙ୍କୁ ମଧ୍ୟ ଗୁରୁ କରାଇ ଦେଉଛନ୍ତି। କାରଣ ଯଦି ମରିଯିବେ ତେବେ ସଦ୍ଗତିକୁ ପ୍ରାପ୍ତ କରିବେ। ବାବା କହୁଛନ୍ତି ବାସ୍ତବରେ ଏଠାରେ କାହାକୁ ଗୁରୁ କୁହାଯିବ ନାହିଁ। ଗୁରୁ ସିଏ ଯିଏ ସଦ୍ଗତି ଦେବେ। ସଦ୍ଗତି ଦାତା ତ ଜଣେ ହିଁ ଅଟନ୍ତି। ବାକି ଖ୍ରୀଷ୍ଟ, ବୁଦ୍ଧ ଆଦି କେହି ବି ଗୁରୁ ନୁହନ୍ତି। ସେମାନେ ଆସିଲେ କ'ଣ ସମସ୍ତଙ୍କୁ ସଦ୍ଗତି ମିଳିଯାଉଛି? ଖ୍ରୀଷ୍ଟ ଆସିଲେ, ତାଙ୍କ ପଛରେ ଯେଉଁମାନେ ବି ସେହି ଧର୍ମର ଥିଲେ ସମସ୍ତେ ଆସିବାକୁ ଲାଗିଲେ। ପୁଣି ତାଙ୍କୁ ଗୁରୁ କିପରି କୁହାଯିବ, ଯେବେ କି ସିଏ ତଳକୁ ନେଇ ଆସିବା ପାଇଁ ନିମିତ୍ତ ହେଉଛନ୍ତି। ପତିତ ପାବନ ଏକମାତ୍ର ବାବାଙ୍କୁ ହିଁ କହୁଛନ୍ତି। ସେ ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି, ସ୍ଥାପନା ମଧ୍ୟ କରୁଛନ୍ତି। ଯଦି ସମସ୍ତଙ୍କୁ ନେଇଯିବେ ତେବେ ପ୍ରଳୟ ହୋଇଯିବ। ପ୍ରଳୟ ତ ହୋଇନଥାଏ,
ସର୍ବଶାସ୍ତ୍ରମୟୀ ଶିରୋମଣି ଶ୍ରୀମଦ ଭାଗବତ ଗୀତାର ଗାୟନ ରହିଛି। ଗାୟନ ଅଛି ୟଦା ୟଦା ହିଁ ଧର୍ମସ। ବାବା ଭାରତରେ ହିଁ ଆସୁଛନ୍ତି, ସ୍ୱର୍ଗର ରାଜତ୍ୱ ଦେଉଛନ୍ତି, କିନ୍ତୁ ତାଙ୍କୁ ମଧ୍ୟ ସର୍ବବ୍ୟାପୀ କହିଦେଉଛନ୍ତି। ଏବେ ତୁମମାନଙ୍କୁ ଖୁସି ଲାଗୁଛି ଯେ ନୂଆ ଦୁନିଆରେ ସାରା ବିଶ୍ୱରେ ଏକମାତ୍ର ଆମର ହିଁ ରାଜ୍ୟ ହେବ। ସେହି ରାଜ୍ୟକୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏଠାରେ ତ ଟିକେ ଟିକେ ସ୍ଥାନ ପାଇଁ ପରସ୍ପର ମଧ୍ୟରେ କେତେ ଲଢ଼େଇ କରୁଛନ୍ତି। ତୁମକୁ ତ ମଜା ଲାଗୁଛି, ତୁମେମାନେ ତ ଖୁସିରେ ଗଦଗଦ ହେବା ଉଚିତ। କଳ୍ପ କଳ୍ପ ବାବାଙ୍କ ଠାରୁ ଆମେ ବର୍ଷା ନେଉଛୁ, ତେଣୁ କେତେ ଖୁସି ହେବା ଉଚିତ। ବାବା କହୁଛନ୍ତି ମୋତେ ମନେ ପକାଅ, ତଥାପି ମଧ୍ୟ ଭୁଲି ଯାଉଛନ୍ତି। କହୁଛନ୍ତି ବାବା ଯୋଗ ତୁଟି ଯାଉଛି। ବାବା କହୁଛନ୍ତି ଯୋଗ ଶବ୍ଦକୁ ବୁଦ୍ଧିରୁ ବାହାର କରିଦିଅ, ଅର୍ଥାତ୍ ଭୁଲିଯାଅ। ତାହା ତ ଶାସ୍ତ୍ରର ଶବ୍ଦ ଅଟେ। ବାବା କହୁଛନ୍ତି ମୋତେ ମନେ ପକାଅ। ଯୋଗ ଭକ୍ତି ମାର୍ଗର ଶବ୍ଦ ଅଟେ। ବାବାଙ୍କ ଠାରୁ ସ୍ୱର୍ଗର ରାଜତ୍ୱ ମିଳୁଛି। ତୁମେ ତାଙ୍କୁ ସ୍ମରଣ ନ କରିଲେ ବିକର୍ମ ବିନାଶ କିପରି ହେବ? ରାଜତ୍ୱ କିପରି ମିଳିବ? ତାଙ୍କୁ ସ୍ମରଣ ନ କରିଲେ ପଦ ମଧ୍ୟ କମ୍ ହୋଇଯିବ ଏବଂ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। ଏତିକି ବି ବୁଦ୍ଧି ନାହିଁ। ଏତେ ନିର୍ବୋଧ ହୋଇଯାଇଛ ନା? ମୁଁ କଳ୍ପ କଳ୍ପ ତୁମକୁ କହୁଛି କେବଳ ମୋତେ ମନେ ପକାଅ। ବଞ୍ଚି ଥାଉ ଥାଉ ଏହି ଦୁନିଆରୁ ମରିଯାଅ। ବାବାଙ୍କ ସ୍ମୃତି ଦ୍ୱାରା ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ବିଜୟମାଳାର ଦାନା ହୋଇଯିବ। ଏହା କେତେ ସହଜ। ଉଚ୍ଚରୁ ଉଚ୍ଚ ଶିବ ବାବା ଏବଂ ବ୍ରହ୍ମା ଉଭୟ ହାଇଏଷ୍ଟ ବା ସର୍ବୋଚ୍ଚ ଅଟନ୍ତି। ସେ ପାରଲୌକିକ ଏବଂ ଇଏ ଅଲୌକିକ। ବିଲକୁଲ ସାଧାରଣ ଟିଚର ଅଟନ୍ତି। ଲୌକିକ ଶିକ୍ଷକ ତ ପୁଣି ବି ଦଣ୍ଡ ଦେଇଥାନ୍ତି, କିନ୍ତୁ ଇଏ ତ ସ୍ନେହ କରିଥାନ୍ତି। କହୁଛନ୍ତି ମଧୁର ସନ୍ତାନମାନେ ବାବାଙ୍କୁ ମନେ ପକାଅ, କାରଣ ତୁମମାନଙ୍କୁ ଶତପ୍ରଧାନ ହେବାକୁ ପଡ଼ିବ। ପତିତ ପାବନ ହେଉଛନ୍ତି ଏକମାତ୍ର ବାବା। ଗୁରୁ ମଧ୍ୟ ସେହି ଅଟନ୍ତି, ଆଉ କେହି ଗୁରୁ ହୋଇପାରିବେ ନାହିଁ। କହୁଛନ୍ତି ବୁଦ୍ଧଦେବ ପାର ନିର୍ବାଣ ଗଲେ। ଏସବୁ ହେଉଛି ଗପ। କେହି ଜଣେ ହେଲେ ଘରକୁ ଯାଇପାରିବେ ନାହିଁ। ସମସ୍ତଙ୍କର ଡ୍ରାମାରେ ପାର୍ଟ ରହିଛି। ତୁମମାନଙ୍କର କେତେ ବିଶାଳ ବୁଦ୍ଧି ହେବା ଉଚିତ ଏବଂ ଖୁସି ମଧ୍ୟ ରହିବା ଉଚିତ। ଆମୂଳଚୂଳ ସବୁ ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ରହିଛି। ବ୍ରାହ୍ମଣ ହିଁ ଜ୍ଞାନ ଉଠାଉଛନ୍ତି ନା? ଶୂଦ୍ର କିମ୍ବା ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ। ଏବେ ବୁଝିଲା ବାଲା ବୁଝିବେ, ଯିଏ ନ ବୁଝିବେ ତାଙ୍କର ମୃତ୍ୟୁ ହେବ। ପଦ ମଧ୍ୟ କମ୍ ହୋଇଯିବ। ସ୍କୁଲରେ ମଧ୍ୟ ଭଲ ନ ପଢ଼ିଲେ ପଦ କମ୍ ହୋଇଯାଏ। ଅଲଫ ବାବା ବେବାସାଇ। ଆମେ ପୁନର୍ବାର ନିଜର ରାଜଧାନୀକୁ ଯାଉଛୁ। ଏହି ପୁରୁଣା ଦୁନିଆ ଶେଷ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବା ଆମକୁ ଏପରି ନୂଆ ବିଶ୍ୱର ରାଜତ୍ୱ ଦେଉଛନ୍ତି ଯାହାକୁ କେହି ବି ଛଡ଼ାଇ ନେଇପାରିବେ ନାହିଁ। ଏହି ଖୁସିରେ ହେଣ୍ଡି ମାରିବା ବା କାଖ ତଳେ ହାତ ରଖି ଶବ୍ଦ କରିବା ଦରକାର। 2 ନମ୍ବର। ବିଜୟମାଳାର ଦାନା ହେବା ପାଇଁ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ମରିବାକୁ ହେବ। ବାବାଙ୍କୁ ମନେ ପକାଇ ବିକର୍ମ ବିନାଶ କରିବାକୁ ହେବ। ଆଜିର ବରଦାନ, ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ସମସ୍ତଙ୍କର ଶୁଭ କାମନାକୁ ପୂର୍ଣ୍ଣ କରୁଥିବା ମହାଦାନୀ ହୁଅ। ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ସମସ୍ତଙ୍କର ଶୁଭ କାମନାକୁ ପୂର୍ଣ୍ଣ କରୁଥିବା ମହାଦାନୀ ହୁଅ। ଡିଟେଲ୍ସ। ପଛରେ ଆସୁଥିବା ଆତ୍ମାମାନେ ଅଳ୍ପ ପ୍ରାପ୍ତିରେ ମଧ୍ୟ ସନ୍ତୁଷ୍ଟ ହୋଇଯିବେ, କାହିଁକିନା ସେମାନଙ୍କର ପାର୍ଟ ହିଁ ସାମାନ୍ୟ ପ୍ରାପ୍ତି କରିବାର ଅଟେ। ତେବେ ଏହିଭଳି ଆତ୍ମାମାନଙ୍କୁ ସେମାନଙ୍କର ଭାବନାର ଫଳ ପ୍ରାପ୍ତ ହେଉ। କେହି ବି ବଞ୍ଚିତ ନ ରୁହନ୍ତୁ।
ସେଥିପାଇଁ ଏବେଠାରୁ ନିଜ ଭିତରେ ସର୍ବଶକ୍ତିକୁ ଜମା କରିଚାଲ। ଯଦି ତୁମେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତିଶାଳୀ ମହାଦାନୀ ସ୍ଥିତିରେ ସ୍ଥିତ ରହିବ, ତେବେ ଯେକୌଣସି ଆତ୍ମାକୁ ନିଜର ସହଯୋଗ ଦ୍ୱାରା ମହାଦାନ ଦେବାର କର୍ତ୍ତବ୍ୟ ଆଧାରରେ ଶୁଭ ଭାବନାର ସୁଇଚ୍ ଅନ୍ କରିବା ମାତ୍ରକେ ଦୃଷ୍ଟି ଦ୍ୱାରା କୃତାର୍ଥ କରିଦେଇ ପାରିବ। ଆଜିର ସ୍ଲୋଗାନ: ଯଦି ସର୍ବଦା ଈଶ୍ୱରୀୟ ମର୍ଯ୍ୟାଦା ଅନୁସାରେ ଚାଲୁଥିବ, ତେବେ ସହଜରେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ। ଯଦି ସର୍ବଦା ଈଶ୍ୱରୀୟ ମର୍ଯ୍ୟାଦା ଅନୁସାରେ ଚାଲୁଥିବ, ତେବେ ସହଜରେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା: ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେତେବେଳେ ସେବାର ମଞ୍ଚ ଉପରକୁ ଯାଉଛ, ସେତେବେଳେ ସମ୍ମୁଖରେ ଥିବା ଆତ୍ମାମାନଙ୍କୁ ଏହି ଅନୁଭବ ହେବା ଦରକାର ଯେ ଏହି ଆତ୍ମାମାନେ ବହୁତ ସମୟର ଅନ୍ତର୍ମୁଖତାର ଏବଂ ଆତ୍ମ ଅଭିମାନୀ ସ୍ଥିତିର ଗୁମ୍ଫାରୁ ବାହାରି ସେବା କରିବା ପାଇଁ ଆସିଛନ୍ତି। ତୁମମାନଙ୍କର ଚେହେରାରେ ତପସ୍ୱୀ ରୂପ ସହିତ ବେହଦର ବୈରାଗ୍ୟର ରେଖା ଦେଖାଯିବା ଦରକାର। ଯେତିକି ଆତ୍ମିକ ନିଶାରେ ରହୁଛ, ସେତିକି ଦୟାଭାବ ମଧ୍ୟ ରହିବା ଦରକାର। ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା ରହିଛି। ଓମ୍ ଶାନ୍ତି।